ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜିର ଅଧ୍ୟୟନରେ ଆମେ ଦେଖିବା ଯେଉଁଠାରେ ଯାକୁବ ହାରଣରୁ ପଳାୟନ କରନ୍ତି ଏବଂ ମିସ୍ପାରେ ଚୁକ୍ତି କରନ୍ତି ଏବଂ ତାପରେ ଆମେ ଯାକୁବଙ୍କ ଜୀବନରେ ଏକ ସଙ୍କଟ ପନୁଏଲ ଠାରେ ତାଙ୍କର ମଲ୍ଲ ଯୁଦ୍ଧ ଏବଂ ତାଙ୍କ ନାମ ଇସ୍ରାଏଲକୁ ପରିବର୍ତ୍ତନ ହେବାର ଦେଖିବା। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଆଜିର ଅଧ୍ୟୟନ ଆରମ୍ଭ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ଆଜି ଆମେ ଆଉ ଏକ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଆଦି ପୁସ୍ତକ 31 ପର୍ବ ତାର 17 ପଦରୁ 32 ପର୍ବର 6 ପଦର ଶେଷ ଯାଏ। ଯାକୁବ ହାରଣଠାରୁ ପଳାୟନ କଲେ। ଆଦି ପୁସ୍ତକ 31 ପର୍ବ ତାର 17ରୁ 19 ପଦରେ ଲେଖା ଅଛି, ତହୁଁ ଯାକୁବ ଉଠି ଆପଣା ସନ୍ତାନଗଣ ଓ ଭାର୍ଯ୍ୟାମାନଙ୍କୁ ଓଟ ଉପରେ ବସାଇଲା। ପୁଣି ଆପଣା ଉପାର୍ଜିତ ପଶ୍ୱାଦି ସକଳ ଧନ ଅର୍ଥାତ୍ ପଦ୍ଦନ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜନ କରିଥିଲା, ତାହା ଘେନି କିଣାନ୍ ଦେଶରେ ଆପଣା ପିତା ଇସାହାକ ନିକଟକୁ ପ୍ରସ୍ଥାନ କଲା। ସେହି ସମୟରେ ଲାବନ ମେସଲମ ଛେଦନ କରିବାକୁ ଯାଇଥିଲା। ପୁଣି ରାହେଲ ଆପଣା ପିତାର ଠାକୁରମାନଙ୍କୁ ହରଣ କଲା। ଏଠାରେ ଯାହା ଲେଖାଯାଇଛି ଅତି ମନୋହର ବିଷୟ। ଯାକୁବ ଉଠିଲେ ଓ ଅତି ଶୀଘ୍ର ସେଠାରୁ ପ୍ରସ୍ଥାନ କଲେ। ଆପଣଙ୍କର ମନେ ଥିବ ଯେ ଯେତେବେଳେ ନିଜ ଭାଇଙ୍କଠାରୁ ରକ୍ଷା ପାଇବା ପାଇଁ ଘରୁ ପଳାଇ ଆସିଥିଲେ, ସେତେବେଳେ ମଧ୍ୟ ସେ ଶୀଘ୍ର ଚାଲି ଯାଇଥିଲେ। ଏବେ ସେ ନିଜ ମାମୁଙ୍କୁ ଛାଡ଼ି ଚାଲି ଯାଉଛନ୍ତି, କିନ୍ତୁ ଏଥିରେ ତାଙ୍କର ଦୋଷ ନାହିଁ। ଏହା ସ୍ପଷ୍ଟ ଯେ ସେ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ। ଯାତ୍ରା ପାଇଁ ତାଙ୍କ ପାଖରେ ସମସ୍ତ ଗୃହପାଳିତ ପଶୁ ଓ ସେବକମାନେ ପ୍ରସ୍ତୁତ ଅଛନ୍ତି। ରାହେଲ ଆପଣା ପିତାର ଠାକୁରମାନଙ୍କୁ ହରଣ କଲା। ମୁଁ ଆପଣଙ୍କୁ କହିଥିଲି ଯେ ସେମାନେ ଏକ ପ୍ରତିମା ପୂଜା କରୁଥିବା ପରିବାରରେ ଥିଲେ। ଈଶ୍ୱର ଚାହୁଁନଥିଲେ ଯେ ଯାକୁବଙ୍କ ପୁଅମାନେ ସେଠାରେ ବଢ଼ନ୍ତୁ। କିନ୍ତୁ ଆପଣ ଦେଖନ୍ତୁ, ରାହେଲ ଏକ ପ୍ରତିମା ପୂଜା ପରିବାରରେ ବଢ଼ିଥିଲେ ଏବଂ ସେ ନିଜ ସାଙ୍ଗରେ ନିଜର ଦେବତାମାନଙ୍କୁ ନେଇଯିବାକୁ ଚାହୁଁଥିଲେ। ତାଙ୍କର କିଛି ଅନ୍ଧବିଶ୍ୱାସ ଥିଲା। ଯାକୁବ ଯୁବା ବୟସରେ ଘର ଛାଡ଼ି ଚାଲି ଯାଇଥିଲେ, ଏଣୁ ସେ ଭାବୁଥିଲେ ଈଶ୍ୱରଙ୍କ ଠାରୁ ମଧ୍ୟ ଦୂରକୁ ଚାଲି ଯାଇଛନ୍ତି। କିନ୍ତୁ ବେଥେଲଠାରେ ଈଶ୍ୱର ତାଙ୍କୁ ଦର୍ଶନ ଦେଲେ। ସେ ଅନୁଭବ କଲେ ଯେ ସେ ଈଶ୍ୱରଙ୍କ ଠାରୁ ଦୂରକୁ ଖସି ଯାଇପାରିବେ ନାହିଁ। ଅନେକ ବର୍ଷ ପରେ ଦାଉଦ ଏପରି ଲେଖନ୍ତି, ଯାହା ଗୀତ ସଂହିତା ତାର 139 ପର୍ବ ତାର 7 ଏବଂ 8 ପଦରେ ଲେଖା ଅଛି, ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି, ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି। ଯେବେ ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ। ଯେବେ ମୁଁ ପାତାଳରେ ବିଛଣା କରେ, ତେବେ ଦେଖ ତୁମ୍ଭେ ସେଠାରେ। ଅର୍ଥାତ୍ ମୃତ୍ୟୁ ମଧ୍ୟ ଆପଣଙ୍କୁ ଅଲଗା କରିପାରିବ ନାହିଁ। ସେହି ଗୀତ ସଂହିତା 139 ପର୍ବ ତାର 9 ଓ 10 ପଦ କହେ, ଯେବେ ମୁଁ ଅରୁଣର ପକ୍ଷ ଧରେ ଓ ସମୁଦ୍ରର ପ୍ରାନ୍ତ ସୀମାରେ ବାସ କରେ, ସେଠାରେ ହେଁ ତୁମର ହସ୍ତ ମୋତେ ଚଳାଇବ ଓ ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ। ଆପଣ ଚନ୍ଦ୍ରକୁ ଗଲେ ମଧ୍ୟ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇପାରିବେ ନାହିଁ। ଆପଣ କୌଣସି ପ୍ରକାରେ ତାଙ୍କଠାରୁ ଖସି ଯାଇପାରିବେ ନାହିଁ। ସେହି ସମୟରେ ଲାବନ ମେସଲମ ଛେଦନ କରିବାକୁ ଯାଇଥିଲା। ଲାବନ ଯେତେବେଳେ ମେସଲମ ଛେଦନ କରିବାକୁ ବାହାରି ଯିବା ଅପେକ୍ଷାରେ ଯାକୁବ ଥିଲେ। ବୋଧହୁଏ ଲାବନ ଘରଠାରୁ ଅନେକ ମାଇଲ ଦୂରକୁ ଚାଲି ଯାଇଥିଲେ, କାରଣ ସେ ସମୟରେ ମେଷ ସବୁ ବଡ଼ ଅଞ୍ଚଳରେ ରହୁଥିଲେ। ଆଜି ମଧ୍ୟ ସେମାନେ ତାହା କରନ୍ତି, କାରଣ ସେମାନଙ୍କ ଖାଦ୍ୟ ପାଇଁ ଏକ ବଡ଼ ଅଞ୍ଚଳ ଆବଶ୍ୟକ ହୋଇଥାଏ। ଲାବନ ଘରେ ନଥିବା ସମୟରେ ଯାକୁବ ହୁଏତ ଜଣାଇବାକୁ ଭୁଲିଗଲେ। ଆଦି ପୁସ୍ତକ 31 ପର୍ବ ତାର 20 ଏବଂ 21 ପଦରେ ଲେଖା ଅଛି, ଆଉ ଯାକୁବ ଆପଣା ପଳାୟନର କୌଣସି ସମ୍ବାଦ ନ ଦେଇ ଅରାମୀୟ ଲାବନକୁ ବଞ୍ଚନା କଲା। ଏହି ପ୍ରକାରେ ସେ ଆପଣା ସର୍ବସ୍ୱ ଘେନି ପଳାୟନ କଲା। ପୁଣି ଉଠି ଫରାତ ନଦୀ ପାର ହୋଇ ଗିଲିୟତ ପର୍ବତ ଆଡ଼େ ଦୃଷ୍ଟି କରି ଚାଲିଲା। ସେମାନେ ଗିଲିୟତ ପର୍ବତର ଉପରକୁ ଆସି ଯାଇଛନ୍ତି, ଯାହା ଜର୍ଦ୍ଦନ ନଦୀର ଠିକ୍ ପୂର୍ବ ଦିଗରେ ଅବସ୍ଥିତ। ସେମାନେ ଇତିମଧ୍ୟରେ ଏକ ଦୀର୍ଘ ପଥ ଅତିକ୍ରମ କରିସାରିଛନ୍ତି।
ଆଦି ପୁସ୍ତକ 31 ପର୍ବ ତାର 22 ଏବଂ 23 ପଦରେ ଲେଖା ଅଛି। ଅନନ୍ତର ତୃତୀୟ ଦିବସରେ ଲାବନକୁ ଯାକୋବର ପଳାୟନ ସମ୍ବାଦ ଦିଆଗଲା। ତହିଁରେ ସେ ଆପଣା କୁଟୁମ୍ବମାନଙ୍କୁ ସଙ୍ଗେ ଘେନି ତାହାର ପଛେ ପଛେ 7 ଦିନର ବାଟ ଦୌଡ଼ି ଯାଇ ଗିଲିୟଦ ପର୍ବତ ନିକଟରେ ତାହାର ସଙ୍ଗ ଧରିଲା। ଯାକୋବଙ୍କୁ ଧରିବା ପାଇଁ ଲାବନ ପ୍ରକୃତରେ ବହୁତ ଦ୍ରୁତ ଗତିରେ ଯାତ୍ରା କରୁଥିଲେ। ଆପଣ ଲକ୍ଷ୍ୟ କରିବେ, ଯାକୋବଙ୍କ ପ୍ରତି ଲାବନଙ୍କ ମନରେ କୌଣସି ପ୍ରେମ ନଥିଲା। ମୁଁ ଭାବେ ସେ ଏତେ ରାଗି ଯାଇଥିଲେ ଯେ ଯାକୋବକୁ ସତରେ ମାରିଦେବେ। କିନ୍ତୁ ଈଶ୍ୱର ଏଥିରେ ହସ୍ତକ୍ଷେପ କଲେ। ଆଦି ପୁସ୍ତକ 31 ପର୍ବ ତାର 24 ପଦରେ ଲେଖା ଅଛି। ମାତ୍ର ପରମେଶ୍ୱର ରାତ୍ରିକାଳେ ସ୍ୱପ୍ନ ଯୋଗେ ଅରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ, ସାବଧାନ, ଯାକୋବକୁ ଭଲମନ୍ଦ କିଛି କୁହ ନାହିଁ। ଅନ୍ୟ ଶବ୍ଦରେ କହୁଛନ୍ତି, ତୁମେ ସାବଧାନର ସହିତ କଥା କହିବ ଓ କରିବ। ଆଦି ପୁସ୍ତକ 31 ପର୍ବ ତାର 25 ପଦରେ ଲେଖା ଅଛି। ଅନନ୍ତର ଲାବନ ଯାକୋବର ସଙ୍ଗ ଧରିଲା ସମୟରେ ଯାକୋବର ତମ୍ବୁ ପର୍ବତ ଉପରେ ସ୍ଥାପିତ ଥିଲା। ତହିଁରେ ଲାବନ ହିଁ କୁଟୁମ୍ବମାନଙ୍କ ସହିତ ଗିଲିୟଦ ପର୍ବତରେ ତମ୍ବୁ ସ୍ଥାପନ କଲା। ମାମୁଁ ଲାବନ ବହୁତ ଚତୁର ଓ ଦୁଷ୍ଟ ଥିଲେ। ସେ କ୍ରୋଧରେ ତାଙ୍କ ଆଡ଼କୁ ମାଡ଼ି ଆସୁଥିଲେ ଏବଂ ଯାକୋବ ନେଇଯାଇଥିବା ସମ୍ପତ୍ତି ପୁଣି ଥରେ ହାସଲ କରିବାକୁ ଚାହୁଁଥିଲେ। ବୋଧହୁଏ ସେ ଯାକୋବଙ୍କୁ ହତ୍ୟା କରି ନିଜର 2 ଝିଅ ଓ ସେମାନଙ୍କ ପିଲାମାନଙ୍କୁ ଫେରାଇ ନେବାକୁ ଚାହୁଁଥିଲେ। ଆଦି ପୁସ୍ତକ 31 ପର୍ବ ତାର 26 ଏବଂ 27 ପଦରେ ଲେଖା ଅଛି। ପୁଣି ଲାବନ ଯାକୋବକୁ କହିଲା, ତୁମ୍ଭେ କାହିଁକି ଏରୂପ କର୍ମ କଲ? ମୋତେ ବଞ୍ଚନା କଲ। ପୁଣି ମୋ କନ୍ୟାମାନଙ୍କୁ ଖଡ଼୍ଗ ଧୃତ ବନ୍ଦୀ ଲୋକଙ୍କ ପରି ଘେନି ଆସିଲ। ତୁମ୍ଭେ ମୋତେ ବଞ୍ଚନା କରି କାହିଁକି ଗୋପନରେ ପଳାଇ ଆସିଲ? କାହିଁକି ମୋତେ ସମ୍ବାଦ ଦେଲ ନାହିଁ? ଦେଇଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ, ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥାନ୍ତି। ମାମୁଁ ଲାବନ ଯେତେ ଚତୁର, ସେ କୂଟନୈତିକ। ସେ ଯାକୋବଙ୍କୁ ଏପରି କହୁଛନ୍ତି ଯେ ସେ ଆଡ଼ମ୍ବର ସହିତ ସେମାନଙ୍କୁ ବିଦାୟ ଦେଇଥାନ୍ତି। ସେଥିରୁ ବଞ୍ଚିତ ହେଲେ। ମୁଁ ଭାବୁଛି ସେ ତାହା କରିନଥାନ୍ତି। ତାଙ୍କୁ ଭାବପ୍ରବଣ କରିବାକୁ ଚାହୁଁଛନ୍ତି। ଆଦି ପୁସ୍ତକ 31 ପର୍ବ ତାର 28 ପଦରେ ଲେଖା ଅଛି। ତୁମ୍ଭେ ମୋର ପୁତ୍ର କନ୍ୟାମାନଙ୍କୁ ଚୁମ୍ବନ କରିବାକୁ ହିଁ ମୋତେ ସୁଯୋଗ ଦେଲ ନାହିଁ। ଏ ଅତି ଅଜ୍ଞାତର କର୍ମ। ଯାକୋବଙ୍କ ସନ୍ତାନମାନେ ତାଙ୍କ ନାତି ଥିଲେ। ସେମାନେ ଏହି ଜଗତର ଇତିହାସରେ ଅତି ଗୁରୁତ୍ୱପୂର୍ଣ୍ଣ ଥିଲେ। ଆଦି ପୁସ୍ତକ 31 ପର୍ବ ତାର 29 ପଦରେ ଲେଖା ଅଛି। ତୁମ୍ଭକୁ ହିଂସା କରିବାକୁ ମୋହର ହସ୍ତ ସମର୍ଥ ପ୍ରମାଣ। ମାତ୍ର ଗତ ରାତ୍ରି ତୁମ୍ଭର ପୈତୃକ ପରମେଶ୍ୱର ମୋତେ କହିଲେ, ସାବଧାନ, ଯାକୋବକୁ ଭଲମନ୍ଦ କିଛି କୁହ ନାହିଁ। ଲାବନ ତାଙ୍କୁ ଜଣାଇ ଦେଲେ ଯେ ଯାକୋବଙ୍କ ପ୍ରତି କୌଣସି ଭଲ କରିବାର ଉଦ୍ଦେଶ୍ୟରେ ଆସିନଥିଲେ, କିନ୍ତୁ ଈଶ୍ୱର ହିଁ ତାଙ୍କୁ ବିପଦରୁ ଅଟକାଇ ଦେଉଛନ୍ତି। ଆଦି ପୁସ୍ତକ 31 ପର୍ବ ତାର 30 ପଦରେ ଲେଖା ଅଛି। ଆଉ ପିତୃଗୃହକୁ ଝୁରିବାରୁ ଯେବେ ତୁମ୍ଭର ଯିବାର ଆବଶ୍ୟକ ହେଲା, ତେବେ ମୋହର ଦେବତାମାନଙ୍କୁ କାହିଁକି ଚୋରି କଲ? ଏବେ ଲାବନ ଚୋରି ହୋଇଥିବା ପ୍ରତିମା ବିଷୟରେ ପଚାରୁଛନ୍ତି। ପ୍ରକୃତରେ ଯାକୋବ ଜାଣିନଥିଲେ ଯେ ରାହେଲ ସେହି ଦେବତାମାନଙ୍କୁ ଚୋରି କରିଛନ୍ତି। ଯେତେବେଳେ ସେ ଲାବନଙ୍କୁ ଉତ୍ତର ଦେଉଛନ୍ତି, ସେ ତାଙ୍କୁ ନ ଜଣାଇ ପଳାଇ ଆସିବା ବିଷୟରେ ହିଁ କହୁଛନ୍ତି। ଆଦି ପୁସ୍ତକ 31 ପର୍ବ ତାର 31 ପଦରେ ଲେଖା ଅଛି। ତହିଁରେ ଯାକୋବ ଲାବନକୁ ଉତ୍ତର କଲା, ମୋହର ଭୟ ହେଲା, କାରଣ କେଜାଣି ତୁମ୍ଭେ ମୋଠାରୁ ଆପଣା କନ୍ୟାଗଣଙ୍କୁ ବଳପୂର୍ବକ ଛଡ଼ାଇ ନେବ, ଏପରି ବିଚାର କଲି। ଯାକୋବ ଜାଣିଥିଲେ ଯେ ଲାବନ ତାଙ୍କ ପତ୍ନୀ, ସନ୍ତାନ ଏବଂ ତାଙ୍କ ସମ୍ପତ୍ତି ସାଙ୍ଗରେ ନେବାକୁ ଅନୁମତି ଦେଇନଥାନ୍ତି। ଏବେ ସେ ଚୋରି ହୋଇଥିବା ପ୍ରତିମା ବିଷୟରେ ଉତ୍ତର ଦେଉଛନ୍ତି। ଆଦି ପୁସ୍ତକ 31 ପର୍ବ ତାର 32 ପଦରେ ଲେଖା ଅଛି। ମାତ୍ର ତୁମ୍ଭେ ଯାହା ନିକଟରୁ ତୁମ୍ଭର ଦେବତାମାନଙ୍କୁ ପାଇବ, ସେ ବଞ୍ଚିବ ନାହିଁ। ମୋଠାରେ ତୁମ୍ଭର ଯାହା ଅଛି ତାହା ଆମମାନଙ୍କ କୁଟୁମ୍ବର ସାକ୍ଷାତରେ ଚିହ୍ନି କରିନିଅ। ଯେହେତୁ ଯାକୋବ ରାହେଲର ସେହି ଚୋରି କରିବା ବିଷୟ ଜାଣିନଥିଲା, ସେ ନିଶ୍ଚିତ ଥିଲେ ଯେ କେହି ମଧ୍ୟ ଲାବନଙ୍କ ଘରୁ ପ୍ରତିମା ଚୋରି କରିନଥିବେ। ଯାକୋବ ମଧ୍ୟ ଲାବନକୁ ବିଶ୍ୱାସ କରୁନଥିଲେ। ସେମାନଙ୍କର ପରସ୍ପର ମଧ୍ୟରେ ଭରସା ନଥିଲା। 20 ବର୍ଷ ଭଲରେ ଶାନ୍ତିରେ କାଟିଥିବା ଆମେ ଅନୁଭବ କରୁନାହୁଁ। ଆଦି ପୁସ୍ତକ 31 ପର୍ବ ତାର 33ରୁ 35 ପଦରେ ଲେଖା ଅଛି।
ତହୁଁ ଲାବନ ଯାକୁବର ତମ୍ବୁଗୃହ ଓ ଲେଆର ତମ୍ବୁଗୃହ ଓ ଦୁଇ ଦାସୀର ତମ୍ବୁଗୃହକୁ ଯାଇ ଅନ୍ୱେଷଣ କଲା, ମାତ୍ର ପାଇଲା ନାହିଁ। ଏଣୁ ସେ ଲେଆର ତମ୍ବୁଗୃହ ଛାଡ଼ି ରାହେଲର ତମ୍ବୁଗୃହରେ ପ୍ରବେଶ କଲା। ମାତ୍ର ରାହେଲ ସେହି ଠାକୁରମାନଙ୍କୁ ନେଇ ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ତହିଁରେ ଲାବନ ତାହାର ତମ୍ବୁଗୃହର ସବୁ ସ୍ଥାନ ଖୋଜିଲେ ହେଁ ତାହା ପାଇଲା ନାହିଁ। ସେତେବେଳେ ରାହେଲ ପିତାକୁ କହିଲା, ମୁଁ ଆପଣଙ୍କ ଛାମୁରେ ଉଠି ପାଇଲି ନାହିଁ ବୋଲି ମୋହର ପ୍ରଭୁ କ୍ରୋଧ ନ କରନ୍ତୁ, କାରଣ ମୁଁ ସ୍ତ୍ରୀ ଧର୍ମିଣୀ ହୋଇଅଛି। ଏହି ରୂପେ ସେ ଅନ୍ୱେଷଣ କଲେ ହେଁ ଠାକୁରମାନଙ୍କୁ ପାଇଲା ନାହିଁ। ସେ ପ୍ରକୃତରେ ଭାବୁଥିଲେ ଯେ ତାଙ୍କ ଝିଅମାନଙ୍କ ମଧ୍ୟରୁ କାହାରି ପାଖରେ ସେସବୁ ଥିବ। ରାହେଲ ଜଣେ ବେଶ୍ ଚତୁର ଝିଅ ନୁହେଁ କି? ସେ ଠିକ୍ ତାଙ୍କ ବାପାଙ୍କ ପରି ଗୁଣ ପାଇଛନ୍ତି। ସେ ସେଗୁଡ଼ିକୁ ନେଇ ଓଟର ଆସବାବ ପତ୍ର ଭିତରେ ରଖିଦେଇଥିଲେ, ଯାହାକି ଓଟ ପିଠିରେ ରଖାଯାଉଥିବା ଏକ ବାକ୍ସ ଥିଲା। ତାପରେ ସେ ସେଗୁଡ଼ିକ ଉପରେ ବସିଗଲେ ଏବଂ ନିଜ ବାପାଙ୍କୁ ଏକ ବାହାନା ଦେଖାଇଲେ। ସେ କହିଲେ ଯେ ତାଙ୍କ ଦେହ ଭଲ ନଥିବାରୁ ସେ ଉଠିପାରିବେ ନାହିଁ। ହୁଏତ ଦିନସାରା ତା ଉପରେ ହିଁ ବସି ରହିଲେ। ଲାବନଙ୍କ ପରିବାରର ସୁନ୍ଦର ଚିତ୍ର ଆମେ ଦେଖିବାକୁ ପାଉଛୁ। ରାହେଲ ତାଙ୍କ ପିତାଙ୍କ ପାଖରୁ ସେହି ଗୃହ ଦେବତା ଚୋରି କରିବା ବିଷୟଟି ଆମେ ଗମ୍ଭୀର ବିଷୟ ବୋଲି ଭାବୁ। ସେ ଗୃହ ଦେବତାମାନଙ୍କୁ ପାଖରେ ରଖିବାର ଅର୍ଥ ଥିଲା ପରିବାରର ନେତୃତ୍ୱ ନେବା, ଅର୍ଥାତ୍ ବୃଦ୍ଧ ଲାବନଙ୍କ ପାଖରେ ଯାହା କିଛି ଥିଲା ସେସବୁର ଉତ୍ତରାଧିକାରୀ ଯାକୁବ ହେବାକୁ ଯାଉଥିଲେ। ଏଥିପାଇଁ ଲାବନ ଏତେ ବିବ୍ରତ ହୋଇପଡ଼ିଥିଲେ। ସେ ନିଶ୍ଚିତ ଭାବେ ଚାହୁଁନଥିଲେ ଯେ ଯାକୁବ ତାଙ୍କ ସମ୍ପତ୍ତି ପାଆନ୍ତୁ। ତାଙ୍କୁ ଲାଗୁଥିଲା ଯେ ଯାକୁବ ଏବେ ବହୁତ କିଛି ପାଇସାରିଲେଣି। ଯାକୁବଙ୍କର ଟିକେ ସାହସ ବଢ଼ିଲା। ସେମାନେ ସେହି ମୂର୍ତ୍ତିଗୁଡ଼ିକୁ ଖୋଜି ପାଉନାହାନ୍ତି ଏବଂ ଯାକୁବ ନିଶ୍ଚିତ ଥିଲେ ଯେ ସେଗୁଡ଼ିକ ଆଖପାଖରେ କେଉଁଠି ନାହିଁ। ତେଣୁ ସେ ତାଙ୍କ ପଛରେ ଗୋଡ଼ାଇ ଆସିଥିବା ଶ୍ୱଶୁରଙ୍କୁ ତିରସ୍କାର କରିବାକୁ ଚାହୁଁଛନ୍ତି। ଆଦି ପୁସ୍ତକ 31 ପର୍ବ ତାର 36 ପଦରେ ଲେଖା ଅଛି, ତହୁଁ ଯାକୁବ କ୍ରୁଦ୍ଧ ହୋଇ ଲାବନକୁ ଭର୍ତ୍ସନା କଲା। ପୁଣି ଯାକୁବ ଲାବନକୁ ଉତ୍ତର କରି କହିଲା, ମୋହର କି ଦୋଷ ଓ କି ପାପ ହେଲା ଯେ ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋ ପଛେ ପଛେ ଦୌଡ଼ି ଆସିଲ? ଏବେ ଯାକୁବ ନିଜର ଅଭିଯୋଗ ପ୍ରକାଶ କରୁଛନ୍ତି। ସେ ଜୀବନର କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏବେ ସେ ନିଜର ଡିଗ୍ରୀ ହାସଲ କରୁଛନ୍ତି। ଆଦି ପୁସ୍ତକ 31 ପର୍ବ ତାର 38 ପଦରେ ଲେଖା ଅଛି, ଏହି 20 ବର୍ଷ ହେଲା ତୁମ୍ଭ ସଙ୍ଗରେ ରହିଲି। ତୁମ୍ଭର ମେଷି ଓ ଛାଗିମାନଙ୍କର ଗର୍ଭପାତ ହୋଇନାହିଁ, କିଅବା ମୁଁ ତୁମ୍ଭ ପୋଲର ମେଣ୍ଢାମାନଙ୍କୁ ଖାଇନାହିଁ। ସେ ନିଜର ଖାଇବା ଖର୍ଚ୍ଚ ମଧ୍ୟ ପାଉନଥିଲେ, ସେଥିପାଇଁ ତାଙ୍କୁ ଟଙ୍କା ଦେବାକୁ ପଡ଼ୁଥିଲା। ଆଦି ପୁସ୍ତକ 31 ପର୍ବ ତାର 39 ପଦରେ ଲେଖା ଅଛି, ବରଂ ହିଂସକ ଜନ୍ତୁ ଯାହାକୁ ଖଣ୍ଡିଆ କଲା ତାହା ସୁଦ୍ଧା ତୁମ୍ଭ କତିକି ଆଣିଲି ନାହିଁ। ସେ କ୍ଷତି ଆପେ ସହିଲି। ଦିନରେ ଚୋରି ଯାଉ କି ରାତିରେ ଚୋରି ଯାଉ, ତାହା ତୁମ୍ଭେ ମୋ ହାତରୁ ନେଲ। ତାଙ୍କୁ କୌଣସି ବୀମା ସୁବିଧା ମଧ୍ୟ ମିଳୁନଥିଲା। ଯଦି କୌଣସି ମେଣ୍ଢା ଛୁଆ ଚୋରି ହୋଇଯାଉଥିଲା କିମ୍ବା ବନ୍ୟଜନ୍ତୁ ମାରି ଦିଆଯାଉଥିଲା, ତେବେ ଯାକୁବଙ୍କୁ ସେଥିପାଇଁ ନିଜ ପକେଟରୁ ଖର୍ଚ୍ଚ ଭରଣା କରିବାକୁ ପଡ଼ୁଥିଲା। ବିଶ୍ୱାସ କରନ୍ତୁ, ଏହି ଲାବନ ଜଣେ ଅତି କଠୋର ବ୍ୟକ୍ତି ଥିଲେ। ଆଦି ପୁସ୍ତକ 31 ପର୍ବ ତାର 40 ପଦରେ ଲେଖା ଅଛି, ଦିନରେ ଖରା ରାତିରେ କାକର ମୋତେ ଗ୍ରାସ କଲା, ମୋ ଆଖିରୁ ନିଦ ପଳାଇଗଲା। ଏହିପରି ମୁଁ ଥିଲି। ତାଙ୍କୁ ଖରାଦିନେ କୌଣସି ଛୁଟି ମଧ୍ୟ ମିଳୁନଥିଲା। ଯେତେବେଳେ ପାଗ ଅଧିକ ଶୀତୁଆ ହୋଇଯାଉଥିଲା, ସେତେବେଳେ ମଧ୍ୟ ତାଙ୍କୁ ବାହାରେ ସେହି ମେଣ୍ଢା ଏବଂ ଅନ୍ୟ ପଶୁମାନଙ୍କ ଗହଣରେ ରହିବାକୁ ପଡ଼ୁଥିଲା। ଅନେକ ରାତିରେ ସେହି ପଶୁପଲଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କୁ ଚେଇଁ ରହି ଜାଗିବାକୁ ପଡ଼ୁଥିଲା। ଆଦି ପୁସ୍ତକ 31 ପର୍ବ ତାର 41 ପଦରେ ଲେଖା ଅଛି, ମୁଁ 20 ବର୍ଷ କାଳ ତୁମ୍ଭ ଘରେ ରହିଲି। ତୁମ୍ଭର 2 ଝିଅ ନିମନ୍ତେ 14 ବର୍ଷ ଓ ପଶୁମାନଙ୍କ ନିମନ୍ତେ 6 ବର୍ଷ ଦାସ୍ୟକର୍ମ କଲି। ଏଥିମଧ୍ୟରେ ତୁମ୍ଭେ 10 ଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ। ଏହା ହିଁ ଯାକୁବଙ୍କ ସହିତ ଘଟିଥିଲା। ଯାକୁବ ବହୁତ ଚତୁର ଥିଲେ। ସେ ଭାବିଥିଲେ ଯେ ସେ ପାପ କରି ମଧ୍ୟ ବଞ୍ଚିଯିବେ, କିନ୍ତୁ ଈଶ୍ୱର ତାଙ୍କୁ ଛାଡ଼ିଦେଲେ ନାହିଁ। କାରଣ ଈଶ୍ୱର କହିଛନ୍ତି ଯେ ମଣିଷ ଯାହା ବୁଣେ ତାହା ହିଁ କାଟିବ। ଯାକୁବ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବାକୁ ମନା କରିଦେଇଥିଲେ। ତେଣୁ
ତାଙ୍କ ମାମୁଙ୍କ ନିକଟରେ ନତମସ୍ତକ ହେବାକୁ ପଡ଼ିଥିଲା। ଯାକୁବ ସମ୍ମାନର ସହ ଜଣେ ପତ୍ନୀ ପାଇବାକୁ ଆସିଥିଲେ, କିନ୍ତୁ ତାଙ୍କୁ ଜଣେ ଚାକର ହେବାକୁ ପଡ଼ିଥିଲା, କାରଣ ଈଶ୍ୱର ଜ୍ୟେଷ୍ଠ ସନ୍ତାନର ଅଧିକାରକୁ ସମ୍ମାନ ଦେଉଥିଲେ। ଯାକୁବ ନିଜ ପିତାଙ୍କୁ ପ୍ରତାରଣା କରିଥିଲେ, ତେଣୁ ତାଙ୍କ ଶ୍ୱଶୁରଙ୍କ ଦ୍ୱାରା ସେ ପ୍ରତାରିତ ହେଲେ। ସାନ ହୋଇ ମଧ୍ୟ ଯାକୁବ ବଡ଼ ଭାଇର ସ୍ଥାନ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ ଯେତେବେଳେ ସେ ସାନ ଭଉଣୀକୁ ପାଇବାକୁ ଇଚ୍ଛା କଲେ, ତାଙ୍କୁ ବଡ଼ ଭଉଣୀକୁ ଦିଆଯାଇଥିଲା। ତାଙ୍କ ମା ଛେଳି ଚମଡ଼ାରେ ତାଙ୍କୁ ଘୋଡ଼ାଇ ଦେଇଥିଲେ। ପରେ ଆମେ ଦେଖିବାକୁ ପାଇବା ଯେ ତାଙ୍କ ପୁଅମାନେ ଠିକ୍ ସେହିଭଳି ଭାବରେ ତାଙ୍କୁ ପ୍ରତାରିତ କରିଥିଲେ। ସେମାନେ ଏକ ଛେଳିକୁ ମାରି ତାର ରକ୍ତରେ ଯୋସେଫଙ୍କ ରଙ୍ଗୀନ ପୋଷାକକୁ ବୁଡ଼ାଇ ଦେଇଥିଲେ। ସେ ଠିକ୍ ନିଜ ପିତାଙ୍କର ପ୍ରିୟ ପୁତ୍ର ହୋଇଥିଲେ ଏବଂ ପରେ ସେ ନିଜର ପ୍ରିୟ ପୁଅ ଯୋସେଫଙ୍କ ବିଷୟରେ ପ୍ରତାରିତ ହେଲେ। ମଣିଷ ଯାହା ବୁଣେ ତାହା ହିଁ କାଟିବ। ଆଦି ପୁସ୍ତକ 31 ପର୍ବ ତାର 42 ପଦରେ ଲେଖା ଅଛି, ମୋର ପୈତୃକ ପରମେଶ୍ୱର, ଅବ୍ରାହ୍ମର ପରମେଶ୍ୱର ଓ ଇସାହାକର ଭୟସ୍ଥାନ ଯେବେ ମୋହର ସହାୟ ହୋଇନଥାନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛ ହାତରେ ବିଦାୟ କରିଥାନ୍ତ। ପରମେଶ୍ୱର ମୋହର ଦୁଃଖ ଓ ହସ୍ତର ପରିଶ୍ରମ ଦେଖିଅଛନ୍ତି, ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ। ଯାକୁବଙ୍କର ବିଚାର ଶେଷ ହୋଇଛି। ସେ ନିଜର ସମସ୍ତ ଅଭିଯୋଗ ଓ ମନର କଷ୍ଟ ପ୍ରକାଶ କରିସାରିଛନ୍ତି। ବର୍ତ୍ତମାନ ସେ ଲାବନକୁ ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ। ସେମାନେ ପରସ୍ପରକୁ ବିଦାୟ ଜଣାଉଛନ୍ତି ଏବଂ ଏକ ନିୟମ କରୁଛନ୍ତି। ମିସ୍ପାରେ ନିୟମ କଲେ। ଆଦି ପୁସ୍ତକ 31 ପର୍ବ ତାର 43 ଏବଂ 44 ପଦରେ ଲେଖା ଅଛି, ତହିଁରେ ଲାବନ ଯାକୁବକୁ ଉତ୍ତର କଲା, ଏହି କନ୍ୟାମାନେ ମୋହର କନ୍ୟା ଓ ଏହି ବାଳକମାନେ ମୋହର ବାଳକ ଓ ଏହି ପଶୁପଲ ମୋହର ପଶୁପଲ। ପୁଣି ଯାହା ଯାହା ଦେଖୁଅଛ, ଏହେତୁ ମୋହର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ପ୍ରସୂତ ସନ୍ତାନମାନଙ୍କୁ ମୁଁ କ'ଣ କରିବି? ଆସ, ଆମ୍ଭେ ଦୁହେଁ ନିୟମ ସ୍ଥିର କରୁ, ତାହା ଆମମାନଙ୍କର ସାକ୍ଷୀ ହେଉ। ଯାକୁବ ସେଠାରେ ଏକ ପ୍ରସ୍ତର ସ୍ତମ୍ଭ ସ୍ଥାପନ କଲେ। ପଥରଗୁଡ଼ିକୁ ଏକତ୍ର କରି ଏକ ଗଦା କରାଗଲା ଏବଂ ନିୟମ କରାଗଲା। ଆଦି ପୁସ୍ତକ 31 ପର୍ବ ତାର 48 ଏବଂ 49 ପଦରେ ଲେଖା ଅଛି, ସେତେବେଳେ ଲାବନ କହିଲା, ଏହି ରାଶି ଆଜି ତୁମ୍ଭ ଆମର ସାକ୍ଷୀ ହୋଇ ରହିଲା। ଏଣୁକରି ତାହାର ନାମ ଗଲ୍, ୟଦ୍ ଓ ମିସ୍ପା ପ୍ରହରୀ ସ୍ଥାନ ରଖିଲା, ଯେହେତୁ ସେ କହିଲା, ଆମ୍ଭେମାନେ ପରସ୍ପର ଅଦୃଶ୍ୟ ହେଲେ ସଦାପ୍ରଭୁ ମୋହର ଓ ତୁମ୍ଭର ପ୍ରହରୀ ଥିବେ। ଏହି ନିୟମର ଶବ୍ଦଗୁଡ଼ିକ ଯୁବଗୋଷ୍ଠୀ ଓ ଅନ୍ୟାନ୍ୟ ସଂଗଠନମାନଙ୍କ ନିମନ୍ତେ ଆଶୀର୍ବାଦ ବାର୍ତ୍ତା ପରି ବ୍ୟବହାର କରନ୍ତି, କିନ୍ତୁ ମୁଁ ଭାବୁନାହିଁ ଯେ ଏହାକୁ ସେପରି ବ୍ୟବହାର କରାଯିବା ଉଚିତ, କାରଣ ଏହା ଦୁଇ ଜଣ ପ୍ରତାରକଙ୍କ ମଧ୍ୟରେ ହୋଇଥିବା ନିୟମ ଥିଲା ଯେ ସେମାନେ ପରସ୍ପରକୁ ଲୁଟିବା ବନ୍ଦ କରି ଅନ୍ୟ କାହାକୁ ଲୁଟିବା ପାଇଁ ଯିବେ। ପ୍ରଭୁ ମୋତେ ଏବଂ ତୁମକୁ ଦେଖୁଛନ୍ତି। ଏହାର ପ୍ରକୃତ ଅର୍ଥ ହେଉଛି, ଈଶ୍ୱର ତୁମ ଉପରେ ଦୃଷ୍ଟି ରଖନ୍ତୁ, ଯେମିତି ତୁମ୍ଭେ ମୋଠାରୁ ଆଉ କିଛି ଚୋରି ନ ହୁଏ। ଏହା ଦୁଇ ଜଣ ବ୍ୟକ୍ତି ଠିକ୍ ତାହା ହିଁ କରୁଛନ୍ତି। ଏହାପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ। ସେହି ପଥର ଗଦାଟି ମିସ୍ପାଠାରେ ଲାବନ ଏବଂ ଯାକୁବଙ୍କ ମଧ୍ୟରେ ସୀମାରେଖା ହୋଇ ରହିଗଲା। ପ୍ରତ୍ୟେକେ ପରସ୍ପରର ସୀମା ଅତିକ୍ରମ ନ କରିବାକୁ ପ୍ରତିଜ୍ଞା କଲେ। ଏଠାରେ ଆମେ 31 ପର୍ବ ଶେଷ କଲୁ। ବର୍ତ୍ତମାନ ଆମେ 32 ପର୍ବର କିଛି ପଦ ଅଧ୍ୟୟନ କରିବା। ଏହାର ପ୍ରସଙ୍ଗ ହେଲା ଯାକୁବଙ୍କ ଜୀବନରେ ସମସ୍ୟା। ପନୁଏଲଠାରେ ମଲ୍ଲଯୁଦ୍ଧ। ଯାକୁବଙ୍କ ନାମ ପରିବର୍ତ୍ତନ ହୋଇ ଇସ୍ରାଏଲ ହେଲା। 32 ପର୍ବ ଯାକୁବଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ସେହି ସମୟକୁ ତାଙ୍କ ଜୀବନର ଏକ ପରିବର୍ତ୍ତନର ମୋଡ଼ ବୋଲି କୁହାଯାଇପାରେ। ତଥାପି ଏହା କୌଣସି ପ୍ରକାରେ ଯାକୁବଙ୍କର ସମ୍ପୂର୍ଣ୍ଣ ଆତ୍ମିକ ପରିବର୍ତ୍ତନ ନଥିଲା। ସେ ସାଂସାରିକ ମାୟାମୋହରେ ବଞ୍ଚୁଥିଲେ ମଧ୍ୟ ସେ ଈଶ୍ୱରଙ୍କର ଲୋକ ଥିଲେ। ସେଥିପାଇଁ ଆମକୁ କୁହାଯାଇଛି ଯେ କେହି ଜଣେ ପ୍ରକୃତ ଖ୍ରୀଷ୍ଟିଆନ କି ନୁହେଁ, ସେ ବିଷୟରେ ବିଚାର କରିବା ବେଳେ ଆମକୁ ବହୁତ ସତର୍କ ରହିବା ଉଚିତ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଦେଖିବାକୁ ଖ୍ରୀଷ୍ଟିଆନ ପରି ମନେ ହୁଅନ୍ତି ନାହିଁ, କିନ୍ତୁ ସେମାନେ ପ୍ରକୃତରେ ଖ୍ରୀଷ୍ଟିଆନ। ସେମାନେ କ'ଣ, ତାହା ଈଶ୍ୱର ହିଁ ଜାଣନ୍ତି। ସେମାନେ କେବଳ ଖ୍ରୀଷ୍ଟିଆନଙ୍କ ଭଳି ବ୍ୟବହାର କରନ୍ତି ନାହିଁ, କିନ୍ତୁ ଏତିକି ସେମାନେ
କୌଣସି ପ୍ରମାଣ ଦିଅନ୍ତି ନାହିଁ। ଯାକୁବଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ସ୍ପଷ୍ଟ ପ୍ରମାଣ ନଥିଲା। କେବଳ ଈଶ୍ୱର ତାଙ୍କୁ ଦର୍ଶନ ଦେଇଥିଲେ ଏବଂ ସେ କିଛି ମାତ୍ରାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯାକୁବ ଈଶ୍ୱରଙ୍କ ପ୍ରତିନିଧି ଓ ଜଗତ ନିକଟରେ ସାକ୍ଷୀ ଥିଲେ, ଜଣେ ଖରାପ ସାକ୍ଷୀ ଭାବରେ ପ୍ରମାଣିତ ହୋଇଥିଲେ। କିନ୍ତୁ ସେ ସେହିପରି ଭାବରେ ଅଧିକ ସମୟ ରହିଲେ ନାହିଁ। ତେଣୁ ଈଶ୍ୱର ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ସତ କହିବାକୁ ଗଲେ ତାଙ୍କୁ ନିଜ ପାଖକୁ ଆଣିବା ପାଇଁ ଈଶ୍ୱର ତାଙ୍କୁ ଶାରୀରିକ ଭାବରେ ଅକ୍ଷମ କରୁଛନ୍ତି। ପ୍ରଭୁ ଆମକୁ ମଧ୍ୟ ଶୃଙ୍ଖଳିତ କରନ୍ତି। ଏବ୍ରୀ 12 ପର୍ବ ତାର 6 ପଦ କହେ, କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି। ଏହା ହେଉଛି ତାଙ୍କର ପଦ୍ଧତି। ସେ ଏହିଭଳି ଭାବରେ ଶୃଙ୍ଖଳିତ କରନ୍ତି। ଲୋଟ ମଧ୍ୟ ଦେଖିବାକୁ ଈଶ୍ୱରଙ୍କ ସନ୍ତାନ ପରି ମନେ ହେଉନଥିଲେ, କିନ୍ତୁ ସେ ଈଶ୍ୱରଙ୍କ ସନ୍ତାନ ଥିଲେ। କାରଣ ପିତର କହନ୍ତି, ଯଦି ଦ୍ୱିତୀୟ ପିତର ତାର 2 ପର୍ବ 7 ଏବଂ 8 ପଦ ଦେଖନ୍ତୁ, ଯେ ଲୋଟ ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ। କିନ୍ତୁ ମୁଁ ଆପଣଙ୍କୁ କହୁଛି, ଲୋଟଙ୍କୁ ଅଗ୍ନି ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥିଲା। ସେ ସୋଦମ ଓ ଅମୋରାର ଅଗ୍ନିରୁ ତ ବଞ୍ଚିଗଲେ, କିନ୍ତୁ ପ୍ରଭୁ ତାଙ୍କୁ ପରୀକ୍ଷା ରୂପକ ଅଗ୍ନିରେ ପକାଇଥିଲେ। ଯାକୁବଙ୍କ ଅନୁଭୂତି ମଧ୍ୟ ଠିକ୍ ତାହା ଥିଲା। ସେ କଠିନ ପରିଶ୍ରମ ଓ ସଂଘର୍ଷର ବିଶ୍ୱବିଦ୍ୟାଳୟରୁ ହିଁ ନିଜର ଡିଗ୍ରୀ ହାସଲ କରିଥିଲେ। ମାମୁ ଲାବନ ସେହି ବିଦ୍ୟାଳୟର ସଭାପତି ଏବଂ ଡିନ୍ ଥିଲେ। ଶେଷରେ ଯାକୁବ ଏକ ଅତି ଦୟନୀୟ ବିଦାୟକାଳୀନ ଭାଷଣ ଦେଇଥିଲେ। ନିଜର ଡିଗ୍ରୀ ପାଇବା ପାଇଁ ତାଙ୍କୁ 20 ବର୍ଷ ସମୟ ଲାଗିଥିଲା ଏବଂ ସେ ଏଥିପାଇଁ ପ୍ରକୃତରେ ବହୁତ ପରିଶ୍ରମ କରିଥିଲେ। ବୃଦ୍ଧ ଲାବନ 10 ଥର ନିୟମ ବଦଳାଇଥିଲେ। ପ୍ରତି 2 ବର୍ଷରେ ଯାକୁବଙ୍କର ମାମୁ ଲାବନଙ୍କ ସହ ଏକ ନୂଆ ନିୟମ ହେଉଥିଲା ଏବଂ ଏହା ସବୁବେଳେ ଯାକୁବଙ୍କ ପାଇଁ ଅସୁବିଧାଜନକ ରହୁଥିଲା। ଏହା ହିଁ ଥିଲା ଏହି ବ୍ୟକ୍ତିଙ୍କର ଅନୁଭୂତି। ବର୍ତ୍ତମାନ ଆମେ ସେହି ପରୀକ୍ଷା ସମୟକୁ ଆସିଛୁ, ଯେଉଁଠାରେ ଈଶ୍ୱର ଯାକୁବଙ୍କ ସହିତ କଠୋର ବ୍ୟବହାର କରିବାକୁ ଯାଉଛନ୍ତି, କାରଣ ଯାକୁବ ଈଶ୍ୱରଙ୍କର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଏହି 32 ପର୍ବରେ ଈଶ୍ୱର ତାଙ୍କ ସହ କାର୍ଯ୍ୟ କରିବେ ଏବଂ ତାଙ୍କ ଜୀବନରେ ହସ୍ତକ୍ଷେପ କରିବେ। ଆରମ୍ଭରେ ମୁଁ ଏହି ପର୍ବ ଉପରେ ଧର୍ମଶାସ୍ତ୍ରର ଏହି ପଦଟି କହିବାକୁ ଚାହେଁ। ଯେଶାୟ 40 ପର୍ବ ତାର 29 ପଦ କହେ, ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି। ଏହା ହିଁ ଯାକୁବଙ୍କର ଅନୁଭୂତି। ଯାକୁବଙ୍କ ଜୀବନରେ ସମସ୍ୟା ଦେଖୁ। ଆଦି ପୁସ୍ତକ 32 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି, ତହିଁ ଉତାରି ଯାକୁବ ଯାତ୍ରା କରନ୍ତି। ପରମେଶ୍ୱରଙ୍କ ଦୂତଗଣ ତାହା ସଙ୍ଗେ ଭେଟିଲେ। ସେତେବେଳେ ଯାକୁବ ସେମାନଙ୍କୁ ଦେଖି କହିଲା, ଏମାନେ ପରମେଶ୍ୱରଙ୍କର ଦଳ। ଏଣୁକରି ସେହି ସ୍ଥାନର ନାମ ମହନଇମ୍ 2 ଦଳ ରଖିଲା। ଈଶ୍ୱର ଯାକୁବଙ୍କ ସହିତ ସିଧାସଳଖ କାର୍ଯ୍ୟ କରିବା ଆରମ୍ଭ କରୁଛନ୍ତି, ଯାହାଫଳରେ ସେ ଫଳପ୍ରଦ ଏବଂ ପ୍ରକୃତ ଗୁରୁତ୍ୱପୂର୍ଣ୍ଣ ସେବା ଓ ଈଶ୍ୱରଙ୍କ ସାକ୍ଷୀ ହୋଇପାରିବେ। ଆଦି ପୁସ୍ତକ 32 ପର୍ବ ତାର 3ରୁ 5 ପଦରେ ଲେଖା ଅଛି, ତହିଁ ଉତାରୁ ଯାକୁବ ଆପଣା ଆଗେ ସେଇର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏସୋ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା। ପୁଣି ସେ ସେମାନଙ୍କୁ ଏହି ଆଜ୍ଞା ଦେଲା, ତୁମ୍ଭେମାନେ ଆମ୍ଭର ପ୍ରଭୁ ଏସୋଙ୍କୁ କହିବ, ଆପଣଙ୍କ ଦାସ ଯାକୁବ ଆପଣଙ୍କୁ ଜଣାଇଲା, ମୁଁ ଲାବନ ପାଖରେ ପ୍ରବାସ କରୁଥିଲି, ଆଜି ପର୍ଯ୍ୟନ୍ତ ମୋହର ବିଳମ୍ବ ହେଲା। ମୋହର ଗୋରୁ, ଗଧ, ମେଷପଲ ଓ ଦାସଦାସୀ ଅଛନ୍ତି। ପୁଣି ମୁଁ ଆପଣା ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଲି। ଯାକୁବ ଏବେ ବି ସେମିତି ଚତୁର ହୋଇ ରହିଛନ୍ତି, ନୁହେଁ କି? ଲାବନଙ୍କ ସହ ଏତେ ଅନୁଭୂତି ପରେ ମଧ୍ୟ ସେ ନିଜର ଚତୁରତା ଛାଡ଼ି ପାରୁନାହାନ୍ତି। ସେ ନିଜ ଗୃହକୁ ଫେରୁଛନ୍ତି ଏବଂ ତାଙ୍କର ମନେ ଅଛି ଯେ ଶେଷଥର ଯେତେବେଳେ ସେ 20 ବର୍ଷ ତଳେ ଏସୋଙ୍କୁ ଦେଖିଥିଲେ, ସେତେବେଳେ ଏସୋ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଲକ୍ଷ୍ୟ କରନ୍ତୁ ଯେ ଯାକୁବ ନିଜର ଚାକରମାନଙ୍କୁ ପଠାଉଛନ୍ତି ଏବଂ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହୁଛନ୍ତି, ଯେତେବେଳେ ତୁମେ ମୋ ଭାଇ ଏସୋଙ୍କ ପାଖରେ ପହଞ୍ଚିବ, ତାଙ୍କୁ କହିବ, ମୋର ପ୍ରଭୁ ଏସୋ, ଚିନ୍ତା କରନ୍ତୁ। ଏବଂ ତାହାପରେ ସେ ନିଜ ବିଷୟରେ କହିବାକୁ ଯାଇ କହୁଛନ୍ତି, ଆପଣଙ୍କ ସେବକ ଯାକୁବ। ଯାକୁବ ପୂର୍ବରୁ କେବେ
ଏମିତି କଥା କହୁନଥିଲେ। ସେ ଜନ୍ମଗତ ଅଧିକାର ପାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ଏବଂ ଆଶୀର୍ବାଦ ଚୋରି କରିଥିଲେ। ସେ ଜଣେ ପ୍ରତାରକ ଥିଲେ, କିନ୍ତୁ ଏବେ ତାଙ୍କ କଥାବାର୍ତ୍ତା ସମ୍ପୂର୍ଣ୍ଣ ବଦଳି ଯାଇଛି। ମନେହୁଏ ସେ ମାମୁଲାଭନଙ୍କ ଠାରୁ କିଛି କଥା ଶିଖି ଯାଇଛନ୍ତି। ମୋର ପ୍ରଭୁ ଏସୋ ଆପଣଙ୍କ ସେବକ ଜାକୁବ। ଆଦି ପୁସ୍ତକ 32 ପର୍ବ ତାର 6 ପଦରେ ଲେଖା ଅଛି, ଅନନ୍ତର ଦୂତମାନେ ଫେରି ଆସି ଜାକୁବକୁ କହିଲେ, ଆମ୍ଭେମାନେ ଆପଣଙ୍କ ଭ୍ରାତା ଏସୋ ନିକଟକୁ ଯାଇଥିଲୁ। ସେ 400 ଲୋକ ସଙ୍ଗରେ ଘେନି ଆପଣଙ୍କ ସହିତ ଦେଖା କରିବାକୁ ଆସୁଅଛନ୍ତି। ଏହି ଖବରଟି ଜାକୁବଙ୍କୁ ସମ୍ପୂର୍ଣ୍ଣ ଭାବେ ଭୟଭୀତ କରିଦେଲା, କାରଣ ସେ ବୁଝିପାରୁନଥିଲେ ଯେ ଏହିସବୁର ଅର୍ଥ କ'ଣ। ଏସୋ ସେହି ଚାକରମାନଙ୍କ ଆଗରେ ନିଜର ଉଦ୍ଦେଶ୍ୟ ବିଷୟରେ କିଛି ହେଲେ ସୂଚନା ଦେଇନଥିଲେ। ମୋର ମନେ ହୁଏ ଜାକୁବ ସେମାନଙ୍କୁ ବହୁତ ଗଭୀର ଭାବରେ ପଚରା ଉଚରା କରିଥିବେ ଏବଂ କହିଥିବେ, ତୁମ୍ଭେମାନେ କ'ଣ ତାଙ୍କ ମନରେ ମୋ ପ୍ରତି କିଛି ଶତ୍ରୁତା, ତିକ୍ତତା କିମ୍ବା ଘୃଣାର ଭାବ ଲକ୍ଷ୍ୟ କଲ କି? ମୁଁ ଭାବୁଛି ଜଣେ ଚାକର ହୁଏତ କହିଥିବ, ନା, ଆପଣ ତାଙ୍କୁ ଭେଟିବାକୁ ଆସୁଛନ୍ତି ବୋଲି ଶୁଣି ସେ ବହୁତ ଖୁସି ଜଣାପଡ଼ୁଥିଲେ ଏବଂ ସେ ଆପଣଙ୍କୁ ଭେଟିବାକୁ ନିଜେ ଆସୁଛନ୍ତି। କିନ୍ତୁ ଏସୋ ଖୁସି ଜଣାପଡ଼ିବା କଥାଟି ଜାକୁବଙ୍କ ପାଇଁ ଆଦୌ ବିଶ୍ୱାସ କରିପାରୁନଥିଲେ। ଏହାର ଅର୍ଥ ଏହା ମଧ୍ୟ ହୋଇପାରେ ଯେ ଏସୋ ପ୍ରତିଶୋଧ ନେବାର ଏକ ସୁଯୋଗ ପାଇଥିବାରୁ ଖୁସି ହୋଇପାରନ୍ତି। ଯାହା ହେଉ, ଜାକୁବ ବର୍ତ୍ତମାନ ବହୁତ ବିଚଳିତ। ପ୍ରିୟ ଦର୍ଶକ ବନ୍ଧୁ, ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଛ। ଆଜିର ଅଧ୍ୟୟନରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। এই କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତର ହେଉଛି ଏ ଦାନ। ଆଜିର ପ୍ରଶ୍ନ ହେଉଛି, କିଏ ଲାବନଙ୍କ ମୂର୍ତ୍ତି ଚୋରି କରିଥିଲେ? ଏ ଲେୟା, ବି ଶିଲ୍ପା, ସି ବିଲ୍ହା, ଡି ରାହେଲ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমକୁ জଣାইବାକୁ অনুরোধ। যদি আপনার আম কার্যক্রম ভালো লাগুচি তেবে 0444908126 রে মিসড কল দেই বিজয়ী হয়ে পারিবে। গত সপ্তাহর বিজয় দর্শক বন্ধু হেলে কন্ধমালরু স্নেহাসিনী প্রধান ও পরিবার।